ପିଲାମାନେ ଆଜି ଆମେ ଲୋକ ସାହିତ୍ୟ କହିଲେ କ'ଣ ବୁଝାଇବା, ଲୋକ ସାହିତ୍ୟ କାହାକୁ କୁହାଯାଏ, ଲୋକ ସାହିତ୍ୟ ହେଲେ କ'ଣ, ତ ସେଇଟା ଆଜି ଆମେ ଭଲ ଭାବରେ ବୁଝିବା। ଠିକ୍ ଅଛି। ତ ଏଇ କୋଶ୍ଚିନ୍ ତୁମର ବାରମ୍ବାର ଆସିଥାଏ। ଆଉ କେମିତି ଆସିଥାଏ ନା ସବୁ ବର୍ଷ ହେଇଥାଏ ମଧ୍ୟ ଆସିଥାଏ। ଲୋକ ସାହିତ୍ୟ କ'ଣ ବା କାହାକୁ କୁହାଯାଏ ଏମିତି ପକାଇଥାଏ। ଲୋକ ସାହିତ୍ୟ କହିଲେ ତୁମେ ମାନେ କ'ଣ ବୁଝ, ତ ମେନ୍ କଥା ହେଉଛି ଆମେ ଭଲ ଭାବରେ ପ୍ରଥମେ ବୁଝିବା ଲୋକ ସାହିତ୍ୟ କହିଲେ ବା ଲୋକ ସାହିତ୍ୟ କ'ଣ, ଲୋକ ସାହିତ୍ୟ କାହାକୁ କୁହାଯାଏ। ତ ମୋଷ୍ଟ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍। ତ ପ୍ରଥମେ ଦେଖ ଲୋକ ସାହିତ୍ୟ କାହାକୁ କୁହାଯାଏ, ପ୍ରଥମେ ଭଲ ଭାବରେ ବୁଝ। ଠିକ୍ ଅଛି। ଦେଖ ଲୋକ ସାହିତ୍ୟ ହେଉଛି ସେହି ସାହିତ୍ୟ ଯାହା ପିଢ଼ିରୁ ପିଢ଼ିକୁ ମୁଖ୍ୟ ଅପେକ୍ଷାର ପହଞ୍ଚାଇଥାଏ। ଏକ୍ଜାମ୍ପଲ୍ ଦେଉଛି, ମାନେ ଆମର ଯେତେବେଳେ କ'ଣ ଆମେ ଏବେ ଯେଉଁ ପିଢ଼ିରେ ଅଛେ, ତ ପୂର୍ବ ଅବସ୍ଥାରେ କ'ଣ ଥିଲେ ନା ପୂର୍ବରୁ ଲୋକମାନେ କେମିତି କରୁଥିଲେ, ବସବାସ କେମିତି କରୁଥିଲେ, ଯେତେବେଳେ ସଂଘର୍ଷ କରି ପଥରକୁ ପଥର ସଂଘର୍ଷ କରି ସେଥିରୁ ନିଆଁ ବାହାର କରୁଥିଲେ ବା ସେଥିରୁ କେମିତି ସେ ବସ୍ତ୍ର ଧାରଣ କରୁଥିଲେ, ଯେଉଁ ପୂର୍ବର ଯେଉଁ ପିଢ଼ି ଥିଲା, ବର୍ତ୍ତମାନ ତ ଆମର ପିଢ଼ି ସେମିତି ନାହିଁ ନା। ତ ସେଇଟା କ'ଣ ସେ କହୁଛି ନା ଲୋକ ସାହିତ୍ୟ ହେଉଛି ସେହି ସାହିତ୍ୟ ଯେ ପିଢ଼ିରୁ ପିଢ଼ିକୁ ମୁଖ୍ୟ ଅପେକ୍ଷାରେ ପହଞ୍ଚିଥାଏ। ତ ପୂର୍ବରୁ ଲୋକ କେମିତି ବସବାସ କରୁଥିଲେ, ଏବେ କେମିତି ଡେଭଲପ୍ ହେଲାଣି, ସମସ୍ତଙ୍କ ପାଖରେ ସ୍ମାର୍ଟଫୋନ୍ ହେଇଗଲାଣି, ସମସ୍ତେ କ'ଣ ଇଜିଲି ସବୁ ଜିନିଷ ଜାଣିପାରୁଛନ୍ତି, ଟେକ୍ନୋଲୋଜି ହୋଇସାରିଲାଣି। ବର୍ତ୍ତମାନ କ'ଣ ନା ସବୁ କିଛି ଗୋଟେ ଗୋଟେ ମିନିଟ୍ରେ ସବୁର ଖବର ତୁମ ପାଖରେ ପହଞ୍ଚି ଯାଉଛି। କେଉଁ ଜାଗାରେ କ'ଣ ଘଟୁଛି କ'ଣ ନାହିଁ ସବୁକିଛି ଏବେ କ'ଣ ସବୁକିଛି ଡେଭଲପମେଣ୍ଟ ହେଇସାରିଲାଣି। ଠିକ୍ ଅଛି। ଆଗ କାଳରେ କ'ଣ ଥିଲା ନା ସେମିତି କିଛି ବି ନଥିଲା। ଯେଉଁ ଜାଗାରେ ଯାହା ବି ହେଉଥିଲା ଲୋକମାନେ ଏତେ ଭଲ ଭାବରେ ବି ଜାଣି ବି ପାରିନଥିଲେ। ଠିକ୍ ଅଛି। ତ ସେଠି ସେ ଏଇଆ ହିଁ ବୁଝଉଛି। ତ ଏହି ସାହିତ୍ୟ ଗାଁର ଘର ଜନମାନଙ୍କ ଓ ସଂସ୍କୃତିର ଆଇନା। ଦେଖ ମୁଁ ଯାହା ବି କହୁଛି ତାମାନେ ଭଲ ଭାବରେ ଶୁଣ, ଏବଂ ଯଦି ନୋଟ୍ କରିପାରୁଛ ତାହେଲେ ନୋଟ୍ କରିପାର। ଠିକ୍ ଅଛି। ତ ସବୁ ଜିନିଷ ଏଥିରେ ଅଛି। ତ ଖାଲି ତୁମକୁ ଏକ୍ସପ୍ଲେନ୍ କରି ବୁଝିବାର ଅଛି ଯେ କ'ଣ ଲୋକ ସାହିତ୍ୟ କଲେ କ'ଣ ବୁଝ, ଲୋକ ସାହିତ୍ୟ କାହାକୁ କୁହାଯାଏ। ଠିକ୍ ଅଛି। ପ୍ରଥମେ ଭଲ ଭାବରେ ବୁଝିଦିଅ, ଦେନ୍ ତୁମେ ତାକୁ ବି ଲେଖିପାରିବ। ଦେନ୍ ଦେଖ ଏଠି କ'ଣ କହୁଛି ନା ସଂସ୍କୃତି ଅତୀତରୁ ବର୍ତ୍ତମାନ ଯାଏ କାୟ ବିସ୍ତାର କରିଛି। ସଂସ୍କୃତି ଏକ ମହଚେତନାର ଧାରା ଯାହା ସମାଜକୁ ଆବେରି ବସେ ଏବଂ ସାହିତ୍ୟ ପାଇଁ ପଥ ପ୍ରଦର୍ଶନ କରେ। ସଂସ୍କୃତି ଆମର ଯେଉଁ କ'ଣ ଯେମିତିକି ଆମର ସଂସ୍କୃତି ପରମ୍ପରା। ଠିକ୍ ଅଛି। ଆମର ଓଡ଼ିଶାର ପରମ୍ପରା ସଂସ୍କୃତି ଏବଂ ସେ ହିଁ ଆମର ରହିଛି। ଆଗକାଳ ଯାହା ବି ସଂସ୍କୃତି ଥିଲା ଏବେ ମଧ୍ୟ ରହିଅଛି। ତ ସେଇଟା ସେ ବୁଝଉଛି ଯେ ଆଗ ପିଢ଼ିରେ ଯାହା ଥିଲା ଏବେ କିଛି ପରିବର୍ତ୍ତନ ହୋଇଛି, କିନ୍ତୁ ଆମର ସଂସ୍କୃତି କ'ଣ, ଆମର ସଂସ୍କୃତି ହେଉଛି ଆମେ ଓଡ଼ିଆ। ଠିକ୍ ଅଛି। ତ ଆମେ ଓଡ଼ିଆ ଭାରି ବଢ଼ିଆ, ଏଇଟା ତ ସମସ୍ତେ ଜାଣିଥିବେ। ତ ଆମର ସଂସ୍କୃତି ପରମ୍ପରା ଆମେ ମଧ୍ୟ ଏପର୍ଯ୍ୟନ୍ତ ମଧ୍ୟ ବଜାଇ ରଖିଛି। ଯେଉଁ ଓଷା ପର୍ବପର୍ବାଣି ବି ଯାହା ବି ହେଉଛି ଆମେ ତାହା ମଧ୍ୟ ଏବେ ମଧ୍ୟ ସେୟା ହିଁ ରଖିଛୁ। ଠିକ୍ ଅଛି। ଦେନ୍ ଦେଖ କ'ଣ ନା ଦେଖ ପ୍ରଥମେ ଭଲ ଭାବରେ ବୁଝ ଯେ ସାହିତ୍ୟ ଯେକୌଣସି ନିର୍ଦ୍ଦିଷ୍ଟ ଐତିହାସିକ ଯୁଗରେ ଏକ ନିର୍ଦ୍ଦିଷ୍ଟ ସମାଜର ଭାଷା ମୂଲ୍ୟବୋଧ ସଂସ୍କୃତିର ରସୋତ୍ତୀର୍ଣ୍ଣ କଳାକୁଶଳ ରୂପାୟନ। ଦେଖ ଲୋକ ସାହିତ୍ୟ ହେଉଛି ଏକ ଏମିତି ସାହିତ୍ୟ, ମନେ ରଖ, ଯେ ଯାହା ଲୋକମାନଙ୍କ ମୁଖ୍ୟ ପିଢ଼ିରୁ ପିଢ଼ିକୁ ପ୍ରସାର କରିଥାନ୍ତି। ମୁହଁରେ ମଧ୍ୟ ପିଢ଼ିରୁ ପିଢ଼ିକୁ ପ୍ରସାର ହୋଇଥାଏ। ଏହା କେବଳ ଲିଖିତର ନୁହେଁ, ଏହା କେବଳ ଲିଖିତ ଆକାରରେ ହୋଇନଥାଏ। ଠିକ୍ ଅଛି। ଏହା କେବଳ କ'ଣ ଲିଖିତ ଆକାରରେ ନ ହୋଇକିନି ମଧ୍ୟ ବରଂ ଶୁଣିବା, କହିବା, ଅନୁଭବ କରିବା ମାଧ୍ୟମରେ ପ୍ରଚଳିତ ହୋଇଥାଏ। ଠିକ୍ ଅଛି। ତ ଇଏ ବି ମଧ୍ୟ ହେଉଛି ଲୋକ ସାହିତ୍ୟ। କଥୋପକଥନ କରିବା, ଯେମିତିକି ଆଗକାଳରେ କ'ଣ ଥିଲା ନା ଚିଠିରେ ଆସୁଥିଲା, ଡାକ ପିଅନକୁ ଆସୁଥିଲା, ଦେନ୍ ଆମ କତିକି ଚିଠି ଆସୁଥିଲା। ଏବେ କ'ଣ ହେଇଗଲାଣି ସ୍ମାର୍ଟଫୋନ୍। ତ ଆରାମସେ ଆମେ କ'ଣ କରୁଛେ, ଚିଠି ନ ଦେଇ ଡାଇରେକ୍ଟ ମଧ୍ୟ ଯେତେବେଳେ ବି ଆପଣଙ୍କର କ'ଣ ହେଉଛି ନା କଥା ହେଇପାରୁଛେ। ଠିକ୍ ଅଛି। ତାପରେ କ'ଣ ନା ଓଡ଼ିଆ ଲୋକ ସାହିତ୍ୟ ଓଡ଼ିଶା ଓ ଓଡ଼ିଆ ଲୋକ ଜୀବନ, ସଂସ୍କୃତି, ଧର୍ମ, ରୀତିନୀତି, ଦୈନନ୍ଦିନ ଜୀବନର ଅଂଶ। ଓଡ଼ିଆ ଲୋକ ସାହିତ୍ୟ ଓଡ଼ିଶାର ସଂସ୍କୃତି, ଧର୍ମ, ମୁଁ ଯାହା କହିଲି ପ୍ରଥମେ, ତାର ରୀତିନୀତିର କ'ଣ ଦୈନନ୍ଦିନ ସେ ବିଭିନ୍ନ ଅଂଶ।
ଠିକ୍ ଅଛି। ତ ତେଣୁ ସାହିତ୍ୟ ଇତିହାସକୁ ସାହିତ୍ୟିକ ରଚନାର କେବଳ ଶୈଳୀ ଆକାରରେ ଏବଂ ସେହି ସଂକ୍ରାନ୍ତୀୟ ରଚୟିତାଙ୍କର ଇତିବୃତ୍ତ ନୁହେଁ, ଏହା ମୁଖ୍ୟତଃ ବିଭିନ୍ନ ଅନ୍ତର୍ନିହିତ ତାତ୍ତ୍ୱିକ ମୂଲ୍ୟବୋଧ ଓ ସାଂସ୍କୃତିକ ବିବର୍ତ୍ତିତ ଇତିହାସ। ଦେଖ ଏଥିରୁ ତମେ କ'ଣ ବୁଝିବ ଯେ ଓଡ଼ିଆ ସଂସ୍କୃତି ଧର୍ମ ନୀତି ଏସବୁ ଆମ ଦୈନନ୍ଦିନ ଜୀବନରେ ଅଭିନ୍ନ ଅଂଶ, ଏସବୁ ଅଂଶ ହିଁ ମଧ୍ୟ ରହିଛି। ଠିକ୍ ଅଛି, ସେଥିପାଇଁ ଆମର ଲୋକ ସାହିତ୍ୟ ଆମେ ମାନୁଥାଉ। ଦେଖ ଉପଯୋଗିତା ତାର କ'ଣ କ'ଣ ରହିଛି, ମୁଁ କିଛିଟା ପଏଣ୍ଟ 4ଟା କହୁଛି, ସେ 4ଟି ପଏଣ୍ଟ ତମେ ଲେଖି ରଖ। କ'ଣ କ'ଣ ରହିଛି ନା ଓଡ଼ିଆ ଲୋକ ସାହିତ୍ୟର ଲେଖିଦିଅ ଉପଯୋଗିତା। ଲେଖ ପଏଣ୍ଟ 1 ଦେଇଦିଅ, ଓଡ଼ିଆ ଲୋକ ସାହିତ୍ୟ ସଂସ୍କୃତି ଓ ଐତିହ୍ୟ ଅନ୍ତର୍ଗତ କରେ। ଏଇଟା ଗୋଟେ ପଏଣ୍ଟ ଦେବ ପ୍ରଥମ, ଯେ ଓଡ଼ିଆ ସଂସ୍କୃତି ଆଉ ଐତିହ୍ୟ ଅନ୍ତର୍ଗତ କରେ। ସେକେଣ୍ଡରେ କ'ଣ ଲେଖିଦେବ ନା ମନୋରଞ୍ଜନ ସହିତ ନୀତି ଶିକ୍ଷା ଦିଏ। ଓଡ଼ିଆ ଲୋକ ସାହିତ୍ୟ ଆମକୁ ମନୋରଞ୍ଜନ ମଧ୍ୟ କରିଥାଏ, ଆମ ସଂସ୍କୃତି ଆମ ପରମ୍ପରା। ଠିକ୍ ଅଛି, ଏଗୁଡ଼ା ସବୁ କ'ଣ ଆମକୁ ମନୋରଞ୍ଜନ ମଧ୍ୟ କରାଇଥାଏ, ନାଇଁ କି? ଆଚ୍ଛା, ଦେନ୍ ଦେଖ କ'ଣ ସେ କହୁଛି ନା ଯଦି ଆମକୁ ମନୋରଞ୍ଜନ କରିଥାଏ ତାହେଲେ 3 ନମ୍ବର ପଏଣ୍ଟ ଆମେ କ'ଣ ଲେଖିବା, 3 ନମ୍ବର ଗୋଟେ ଭଲ ପଏଣ୍ଟ ଲେଖିବା, ଗ୍ରାମୀଣ ଜୀବନର ସାର ଦେଖାଏ। ଠିକ୍ ଅଛି, ଗାଁ ମାନଙ୍କରେ ସବୁ ଜିନିଷ ସବୁ ପରମ୍ପରା ଗଢ଼ି ଉଠିଥାଏ, ଯାହା ବି ହେଉନା କାହିଁକି। 4 ନମ୍ବର ପଏଣ୍ଟ ଦେଇଦେବ। 4 ନମ୍ବର ତମେ ଲେଖିବ କ'ଣ, ଏହା ସାମାଜିକ ଓ ଏକତା ଓ ଆତ୍ମୀୟତା ବଢ଼ାଏ। ସାମାଜିକ ସମାଜ ମଧ୍ୟରେ କ'ଣ ସବୁକିଛି ଆଧାର କରିଥାଏ। ଦେଖ ତାପରେ ଦେଖ ସାହିତ୍ୟର 2ଟି ରୂପ ମଧ୍ୟରୁ ଗୋଟିଏ ହେଲା ଲିଖିତ, ଅନ୍ୟଟା ହେଲା ଅଲିଖିତ। ଅଲିଖିତ ସାହିତ୍ୟ ହେଉଛି ଲୋକ ସାହିତ୍ୟ, ଲୋକ ସାହିତ୍ୟ ହେଉଛି ମୌଖିକ। ଏଇଟା ଭଲ ପଏଣ୍ଟ, ଆକୁ ଟିକେ ମନେ ରଖିଥିବ। ଆଉ ଏଇଠୁ ମୁଁ ଯେତିକି ଯାହା ବି କହିଲି ତାକୁ ଟିକେ ନୋଟ୍ କରି ରଖ। ଦେନ୍ ମୁଁ ତୁମକୁ କହି ରଖୁଛି, ଯଦି PDF ମଧ୍ୟ ଡାଉନଲୋଡ଼ କରିନ ଏପର୍ଯ୍ୟନ୍ତ, ତ ମଧ୍ୟ PDF ଟେଲିଗ୍ରାମ ଡେସ୍କ୍ରିପ୍ସନରେ ଦିଆଯାଇଛି, ଟେଲିଗ୍ରାମରେ ଯାଇ ଡାଉନଲୋଡ଼ କରିପାରିବ। ଠିକ୍ ଅଛି, ମୌଖିକ ସାହିତ୍ୟ ସୃଷ୍ଟି ହେଲା ତାହା କହିବ କ'ଣ କଷ୍ଟସାଧ୍ୟ। ତେବେ ଲୋକ ସାହିତ୍ୟ ସଂସ୍କୃତିର ଏକ ଗୁରୁତ୍ୱପୂର୍ଣ୍ଣ ବିଭବ ନିରକ୍ଷଣ। ମଣିଷ ସମାଜର ମୌଖିକ ସାହିତ୍ୟ ସବୁକିଛି ଥିଲା। ପୁରୁଷ ଏହାର ଗତି, ଏହା ଶ୍ରୁତିକୁ ପ୍ରସାରିତ, ଯାହା ମୁଁ କହିସାରିଛି ଅଲରେଡ଼ି, ସେମ୍ ହିଁ ରହୁଛି। ଠିକ୍ ଅଛି, ଏଇଟା ତୁମର ଥିଲା ଲୋକ ସାହିତ୍ୟ। ଏବଂ ତାର ମୁଁ ତୁମକୁ ଜଣାଇ ନେଉଛି ଯେ ଲୋକ ସାହିତ୍ୟର ଏଇଟା ଗୋଟେ ଜିନିଷ ମନେ ରଖ ଯେ ଲୋକ ସାହିତ୍ୟ ହେଉଛି ଓଡ଼ିଆ ଜନଜୀବନର ଆତ୍ମା। ଏହାକୁ ଏକ ମୂଲ୍ୟବାନ ଧାରାହାର ଭାବରେ ଦେଖିବା ଆମେ ଦରକାର। ଠିକ୍ ଅଛି, ତ ଆମେ ପୁରୁଣା ପିଢ଼ି ଯାହାକୁ ରଖିଛନ୍ତି, ଆମ ପୁରୁଣା ପିଢ଼ି ଯାହା ବି ରଖିଛନ୍ତି ତାହାକୁ ନୂଆ ପିଢ଼ିକୁ ନେଇଯିବା ଆମର ଦାୟିତ୍ୱ ସେଇଟା ରହୁଛି। ଠିକ୍ ଅଛି, ତ ସବୁ ଜିନିଷ ମନେ ରଖି ଆମେ ସବୁ ଜିନିଷ ପାଳନ କରିବା, ସଂସ୍କୃତି ପରମ୍ପରା ସବୁକିଛି ପାଳନ କରିବା। ଠିକ୍ ଅଛି, ତ ଯାହା ବି କହୁଛି ସେଗୁଡ଼ା ହିଁ କୋଶ୍ଚିନ୍ରେ ତୁମର ମାନେ ଲେଖିକି ରଖ। ଏବଂ ଏଇ ଯେଉଁ ଲୋକ ସାହିତ୍ୟ ଆଜିର ଥିଲା ଭିଡ଼ିଓଟି, ଲୋକ ସାହିତ୍ୟ କାହାକୁ କୁହାଯାଏ, ଏଇଟା ବି ମଧ୍ୟ ଭଲ ଭାବରେ ଟିକେ ପଢ଼ିଦିଅ, କାହିଁକିନା ତୁମର ଏକ୍ଜାମ୍ ଆସୁଛି। ଏବଂ ଆଜି ପାଇଁ ଥିଲା ଏତିକି ଭିଡ଼ିଓ। ଆଶା କରୁଛି ଆପଣଙ୍କ ଭିଡ଼ିଓଟି ଭଲ ଲାଗିଥିବ। ଯଦି ଭିଡ଼ିଓଟି ଭଲ ଲାଗିଥିବ ତାହେଲେ ଭିଡ଼ିଓକୁ ଲାଇକ୍ କରିବେ, ଚ୍ୟାନେଲକୁ ଏଗୁଡ଼ା ଭିଡ଼ିଓକୁ ଆଗକୁ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଜୟ ହିନ୍ଦ, ବନ୍ଦେ ମାତରମ୍।